Greetings to you all in the name of our Lord and Savior Jesus Christ. अमानकर उद्धारकर्ता प्रभु ख्रीष्टଙ୍କ नामରେ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଏ। Today is the first day of the new year. ଆଜି ନୂତନ ବର୍ଷର ପ୍ରଥମ ଦିନ ଅଟେ। It's a day of rejoicing. ଆଉ ଏକ ଆନନ୍ଦର ଦିନ ଅଟେ। And it's an honor and privilege for us as God's people to gather together and worship Him on the very first day of the year. ଆଉ ବର୍ଷର ପ୍ରଥମ ଦିନରେ ଈଶ୍ୱରଙ୍କ ଲୋକ ଭାବରେ ଏକତ୍ରିତ ହୋଇ ତାଙ୍କର ଉପାସନା କରିବା ଏକ ଗୌରବର ବିଷୟ ଅଟେ। People of the world have spent their whole night rejoicing and saying goodbye to the old year. ଆଉ ଜଗତ ଲୋକମାନେ ସେମାନେ ରାତି ସାରା ଆଉ ସେମାନେ ଉପଭୋଗ କରି ସେମାନେ ପୁରୁଣା ବର୍ଷକୁ ଗୁଡ୍ ବାଇ କହିଛନ୍ତି। And when the new year has gone down, they are still sleeping. ଆଉ ଯେତେବେଳେ ନୂତନ ବର୍ଷ ଆସିଛି ସେମାନେ ବର୍ତ୍ତମାନ ମଧ୍ୟ ଶୋଇକି ଅଛନ୍ତି। And therefore it is such an honor for us to be together as God's people on the very first day of the year. ଆଉ ଈଶ୍ୱରଙ୍କର ଧନ୍ୟବାଦ ହଉ ଯେ ଆମମାନଙ୍କୁ ଈଶ୍ୱର ଏଇ ପ୍ରଥମ ବର୍ଷର ପ୍ରଥମ ଦିନରେ ଆଉ ତାଙ୍କର ଉପସ୍ଥିତିରେ ଆମମାନଙ୍କୁ ଉପସ୍ଥିତ ହେବାକୁ ଦେଇଛନ୍ତି। And let me also thank the Lord for the privilege of ministry in your church this morning. ଈଶ୍ୱରଙ୍କୁ ମୁଁ ଧନ୍ୟବାଦ ଦିଏ ଯେ ଆଜି ଆପଣମାନଙ୍କର ମଣ୍ଡଳୀରେ ପ୍ରଭୁଙ୍କର ବାକ୍ୟର ପ୍ରଚାର କରିବା ପାଇଁ ଯୋଉ ସୁଯୋଗ ମୋତେ ପ୍ରଭୁ ଦେଲେ। I want to take this opportunity to thank Pastor and Associate Pastor, Secretary and the board for inviting me and to minister here. ମୁଁ ମଧ୍ୟ ପାଳକମାନଙ୍କୁ ଏବଂ ସେକ୍ରେଟାରୀଙ୍କୁ ଏବଂ ବୋର୍ଡକୁ ଧନ୍ୟବାଦ ଦିଏ ଯେ ସେମାନେ ମୋତେ ନିମନ୍ତ୍ରଣ ଜଣେଇଲେ ଆପଣମାନଙ୍କ ମଣ୍ଡଳୀକୁ ଆସି ପ୍ରଭୁଙ୍କ ବାକ୍ୟ ପ୍ରଚାର କରିବା ନିମନ୍ତେ। I've been to Bhubaneswar several times. ମୁଁ ଭୁବନେଶ୍ୱରକୁ ଅନେକ ଥର ଆସିଅଛି। But this is the first time that I'm ministering in this church. କିନ୍ତୁ ଏଇଟା ପ୍ରଥମ ଥର ଏ ମଣ୍ଡଳୀରେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବା ନିମନ୍ତେ। I heard a lot about this church before. ଆଉ ଏ ମଣ୍ଡଳୀ ବିଷୟରେ ମୁଁ ଅନେକ କଥା ଆଗରୁ ଶୁଣି ସାରିଛି। So I'm grateful to God for the opportunity of being here. ଆଉ ଈଶ୍ୱରଙ୍କ ନିକଟରେ ମୁଁ କୃତଜ୍ଞ ଅଟେ ଏହି ସୁଯୋଗର ନିମନ୍ତେ। Bhubaneswar is a very strategic city in the state of Odisha. ଓଡ଼ିଶାରେ ଭୁବନେଶ୍ୱର ଏକ ଷ୍ଟ୍ରାଟେଜିକ୍ ସିଟି ଅଟେ। It's not only a capital city, ଏହା କେବଳ ଗୋଟେ ରାଜଧାନୀର ସହର ନୁହେଁ। it's an educational hub. ଏହା ମଧ୍ୟ ଗୋଟେ ଶିକ୍ଷାର ଗୋଟେ ହବ୍ ଅଟେ। Several prominent institutions are established here. ଆଉ ଏ ସ୍ଥାନରେ ଅନେକ ଶିକ୍ଷା ଅନୁଷ୍ଠାନ ସବୁ ସ୍ଥାପିତ ହୋଇଅଛି। This is also an emerging information technology center. ଆଉ ଏହା ମଧ୍ୟ ସେ ଇମର୍ଜିଂ ଟେକ୍ନୋଲୋଜି ସେଣ୍ଟର ଅଟେ। Bhubaneswar is one of the fastest growing and developing cities in India. ଆଉ ଭାରତ ବର୍ଷରେ ଭୁବନେଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସହର ଅଟେ। It is one of the smart cities that the government of India has chosen to develop. ଆଉ ଭାରତ ସରକାର ଏକ ସ୍ମାର୍ଟ ସିଟିର ଯୋଉ ଘୋଷଣା କଲେ ଏଟା ପ୍ରଥମ ନଗରୀ ଅଟେ। In this strategic city, God has put this strategic church in its place. এই ଷ୍ଟ୍ରାଟେଜିକ୍ ସହର ମଧ୍ୟରେ ଈଶ୍ୱର এই ଷ୍ଟ୍ରାଟେଜିକ୍ ମଣ୍ଡଳୀକୁ ଏ ସ୍ଥାନରେ ସ୍ଥାପନ କରିଅଛନ୍ତି। The whole of this city, this church is an important church. ଆଉ এই ସହର ସମଗ୍ର ସହର ନିମନ୍ତେ এই ମଣ୍ଡଳୀଟି ଅତି ଗୁରୁତ୍ୱପୂର୍ଣ୍ଣ ମଣ୍ଡଳୀ ଅଟେ। And many people look at you as to how you work and serve here in this city. ଆଉ ଏ ସହରରେ ଅନେକ ଲୋକମାନେ ଆପଣମାନଙ୍କୁ ଦେଖନ୍ତି ଆପଣମାନେ ଏ ସ୍ଥାନରେ କିପରି ସେବା କରନ୍ତି କିପରି ଆପଣମାନେ କାର୍ଯ୍ୟ You've କରନ୍ତି। been in existence for almost 65 years now. ଆଉ ଯଦିଓ ଏ ସହର ସ୍ଥାପନର 65 ବର୍ଷ ହେଇଯାଇଛି And therefore you have a very strategic role to play. ଆଉ ସେଥିପାଇଁ ଆପଣମାନଙ୍କ ପ୍ରତ୍ୟେକଙ୍କର ଏକ ଷ୍ଟ୍ରାଟେଜିକ୍ ରୋଲ୍ ଅଛି ଏକ ଭୂମିକା ଅଛି କାର୍ଯ୍ୟ କରିବା ନିମନ୍ତେ। Churches and institutions and Christians are looking up to you. ଆଉ ମଣ୍ଡଳୀ ଗୁଡ଼ିକ ଅନୁଷ୍ଠାନ ଗୁଡ଼ିକ ଅନେକ ଅନୁଷ୍ଠାନ ଗୁଡ଼ିକ ଆପଣମାନଙ୍କୁ ଅନଉଛନ୍ତି ଦେଖୁଛନ୍ତି ଆପଣ କିପରି କାର୍ଯ୍ୟ And therefore କରୁଛନ୍ତି। you have a great responsibility to live as leaders. ଆଉ ସେଥିପାଇଁ ଏକ ନେତା ଭାବରେ ଆମମାନଙ୍କ ପ୍ରତ୍ୟେକଙ୍କର ଏକ ଗୁରୁ ଦାୟିତ୍ୱ ଅଛି କିପରି ଆମେ ଜୀବନ ଯାପନ And therefore କରିପାରିବା। on this very first day of the year, ଆଉ ଯେହେତୁ ଆଜି ପ୍ରଥମ ଦିନ ବର୍ଷର ପ୍ରଥମ ଦିନ when we start our new year, ଯେତେବେଳେ ଆମମାନଙ୍କ ନୂତନ ବର୍ଷକୁ ଆମେ ଆରମ୍ଭ କରିଛୁ we want to be grateful to God for having brought us thus far. ଆଉ ଏ ପର୍ଯ୍ୟନ୍ତ ପ୍ରଭୁ ଯେ ଆମମାନଙ୍କୁ ବୋହିକି ଆଣିଲେ ସେଟା ଆମେ ଈଶ୍ୱରଙ୍କ ନିକଟରେ କୃତଜ୍ଞ ଅଟୁ। Remember, many people have not lived to see this day. ଆପଣ ସ୍ମରଣ ଆଣନ୍ତୁ ଯେ ଅନେକ ଲୋକମାନେ ଆଜି ଦିନ ଦେଖିପାରି ନାହାନ୍ତି। But we are here because of God's grace. ଆଜି ଆମେ ଏସବୁ ଅଛୁ କାରଣ ଈଶ୍ୱରଙ୍କର ଅନୁଗ୍ରହ ନିମନ୍ତେ। Even though there is a whole year ahead of us, ଯଦିଓ ସମଗ୍ର ବର୍ଷଟି ଆମମାନଙ୍କ ସମ୍ମୁଖରେ ଅଛି nobody knows how we are going to face this new year. ଆଉ ଏ ନୂତନ ବର୍ଷ ଆମମାନେ କିପରି ସମ୍ମୁଖୀନ ହେବ କେହି ମଧ୍ୟ ଆମେ ତାହା ଜାଣୁନା। But importantly, as we enter this new year, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଯେତେବେଳେ ଆମେ ନୂତନ ବର୍ଷରେ ପ୍ରବେଶ କରୁ we have to make certain decisions. ଆମମାନଙ୍କୁ କିଛି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ନେବାକୁ ହେବ। And every time we make a decision, ଯେତେବେଳେ ପ୍ରତ୍ୟେକ ଥର ଆମେ ସିଦ୍ଧାନ୍ତ ନେଉ we are faced with lot of choices. ଆଉ ଆମମାନଙ୍କର ସମ୍ମୁଖରେ ଅନେକ ମନୋନୟନର ବିଷୟ ଆସିଥାଏ। Good choices and bad choices. ଏକ ଉତ୍ତମ ମନୋନୟନ ଏବଂ ମନ୍ଦ ମନୋନୟନ
ମନୋନୟନ And therefore, how we make a decision ଆଉ ସେଥିପାଇଁ ଆମେ କିପରି ସିଦ୍ଧାନ୍ତ ନେବା will determine how we are going to live this year. ଆଉ ଏ ବର୍ଷ ସାରା ଆମେ କିପରି ଜୀବନ ଯାପନ କରିବା ଆମମାନଙ୍କର ମନୋନୟନ ଉପରେ ନିର୍ଭର There କରେ are individual decisions, ଏକ ବ୍ୟକ୍ତିଗତ ସିଦ୍ଧାନ୍ତ there are family decisions, ଏକ ପାରିବାରିକ ସିଦ୍ଧାନ୍ତ there are community decisions, ଏକ ସାମୂହିକ ସିଦ୍ଧାନ୍ତ and all of these are interrelated. ଆଉ ଏ ସମସ୍ତ ପରସ୍ପର ସହିତ ଜଡ଼ିତ ଅଟନ୍ତି And we all need to know as to how to take right decisions. ଆଉ ଆମମାନଙ୍କୁ ସମସ୍ତଙ୍କୁ ଜାଣିବାକୁ ହେବ କିପରି ଆମେ ଉତ୍ତମ ମନୋନୟନ କରିବାକୁ ପାରିବ I'm going to talk about principles of good decision making. ଆଉ କିପରି ମୁଁ ଆଜି ଆପଣମାନଙ୍କ ସହିତ କଥା କହିବା ପାଇଁ ଚାହେଁ ଯେ ଉତ୍ତମ ସିଦ୍ଧାନ୍ତ ନେବାର ଯୋଉ ପ୍ରଣାଳୀ ସେ ବିଷୟରେ ଆପଣମାନଙ୍କ ସାଙ୍ଗରେ କହିବି And we have just read from the book of Joshua ଆମେ ଯେତେବେଳେ ଜିଓଶୁଆ ପୁସ୍ତକ ଦେଖୁ how Joshua has led his people to take right decisions. ଆଉ ଜିଓଶୁଆ କିପରି ଆପଣ ଲୋକମାନଙ୍କୁ ପରିଚାଳିତ କଲେ ଯେପରି ସେମାନେ ଉତ୍ତମ ସିଦ୍ଧାନ୍ତ ନେଇପାରିବେ Keep your Bible open to Joshua chapter 23 and ଆପଣଙ୍କର 24. ବାଇବଲକୁ ଆପଣ ଜିଓଶୁଆ 24 ଅଧ୍ୟାୟକୁ ଖୋଲା ରଖନ୍ତୁ And Pastor has just read the section for us from this passage. ପାଷ୍ଟର ମହାଶୟ ଆମମାନଙ୍କ ନିମନ୍ତେ ତା ପାଠ କରିସାରିଛନ୍ତି We realize that Joshua has led the people of Israel all these years. ଆଉ ଆମେ ଈଶ୍ୱରଙ୍କ ପାଖରେ ପାଠ କରୁ ଯେ ଇସ୍ରାଏଲ ମାନଙ୍କୁ ଏ ସମସ୍ତ ବର୍ଷରେ ଜିଓଶୁଆ ସେ କଢେଇ ନେଇଥିଲେ Moses has passed on the responsibility to him. ଆଉ କାରଣ ମୋଶା ତାଙ୍କୁ ଏହି ଦାୟିତ୍ୱ ସମର୍ପଣ କରିଥିଲେ They are about to enter into the promised ଆଉ land. ସେମାନେ ସେ ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିବାକୁ ଉଦ୍ୟତ ଅଟନ୍ତି Before entering the promised ଆଉ ସେ land, ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିବା before ପୂର୍ବରୁ entering the new territory, ଆଉ ସେ ନୂତନ ସୀମା ମଧ୍ୟକୁ ପ୍ରବେଶ କରିବା he ପୂର୍ବରୁ is gathering people together ଆଉ ସେ ଲୋକମାନଙ୍କୁ ଏକତ୍ର କରୁଅଛନ୍ତି and asking them to make a decision. ଆଉ ସେମାନଙ୍କୁ ସିଦ୍ଧାନ୍ତ ନେବା ପାଇଁ ପ୍ରଶ୍ନ Chapter କରୁଅଛନ୍ତି 23 tells us about it. ଆଉ 23 ପଦ ଏହି କଥା ପ୍ରକାଶ କରେ It says, chapter 23 verse 1, after a long time had passed and the Lord had given Israel rest from all their enemies around, Joshua, by then old, well advanced in years, summoned all the peoples of Israel. ଆଉ 23 ପଦ ତାର ଏକ ପଦରେ କଥା ଲେଖା ଅଛି ଅନନ୍ତର ବହୁ ଦିନ ଉତ୍ତରେ ସଦାପ୍ରଭୁ ଇସ୍ରାଏଲ ସେମାନଙ୍କ ଚତୁର୍ଦିଗସ୍ଥ ସମସ୍ତ ଶତ୍ରୁଗଣ ଠାରୁ ବିଶ୍ରାମ ଦିଅନ୍ତେ ପୁଣି ଜିଓଶୁଆ ବୃଦ୍ଧ ଗତ ବୟସ୍କ ହୁଅନ୍ତେ ଏପରି ଘଟିଲା Now people of Israel have been rescued from the slavery in Egypt. ଆଉ ମିଶରରୁ ଇସ୍ରାଏଲ ଲୋକମାନେ ସେ ଦାସତ୍ୱର ବନ୍ଧନରୁ ଉଦ୍ଧାର ପାଇଲେ Lord provided and protected for ଈଶ୍ୱର them. ସେମାନଙ୍କୁ ଯୋଗେଇଲେ ଏବଂ ସେମାନଙ୍କୁ ସୁରକ୍ଷିତ ରଖିଲେ And they were led to enter the promised land. ଯେତେବେଳେ ସେମାନଙ୍କୁ ପ୍ରଭୁ ପରମେଶ୍ୱର କଢ଼େଇ ନେଉଛନ୍ତି ସେ ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିବା ପାଇଁ They are about to cross the river. ଆଉ ସେମାନେ ସେ ନଦୀକୁ ପାର ହେବାକୁ ଯାଉଛନ୍ତି Beyond the Jordan River was the promised land. ଆଉ ସେ ଜର୍ଦ୍ଦନ ନଦୀଟି ସେ ପ୍ରତିଜ୍ଞାତ ଦେଶ ମଧ୍ୟରେ The ଥିଲା Lord was going to fulfill his promise to them. ଈଶ୍ୱର ସେମାନଙ୍କ ନିକଟରେ ଆପଣ ପ୍ରତିଜ୍ଞାକୁ ସଫଳ କରିବାକୁ But ଯାଉଛନ୍ତି before entering the promised କିନ୍ତୁ ସେ land, ପ୍ରତିଜ୍ଞାତ ଦେଶକୁ ପ୍ରବେଶ he କରିବା said, ପୂର୍ବରୁ you must make a decision. ଆଉ ଆପଣଙ୍କୁ ସିଦ୍ଧାନ୍ତ ନେବାକୁ ହେବ Decision involves forsaking all of old gods, ଆଉ ସେ ସିଦ୍ଧାନ୍ତରେ ସମସ୍ତ ବିଷୟ ସମ୍ପୃକ୍ତ ଥିଲା ଯେ ପୁରାତନ ବିଷୟକୁ ପରିତ୍ୟାଗ କରିବା all of the idols, ଆଉ ସମସ୍ତ ମୂର୍ତ୍ତି ପୂଜା ଗୁଡ଼ିକରୁ and committing themselves to serve the Lord. କିନ୍ତୁ ଈଶ୍ୱରଙ୍କ ନିକଟରେ ସଭା କରିବା ପାଇଁ ନିଜକୁ ସମର୍ପଣ କରିବା You know, somebody said when you get rest and prosperity, you get into more sinfulness. ଆଉ ଯେତେବେଳେ ଆପଣଙ୍କ ଜୀବନ ଆପଣ ବିଶ୍ରାମ ପାଆନ୍ତି ସମୃଦ୍ଧ ପାଆନ୍ତି ଆପଣ ଅନେକ ପ୍ରକାର ପାପ ଭାଙ୍ଗରେ ପଡିଯାଆନ୍ତି During the time of prosperity, people tend to forget God. ଆଉ ଯଦି ସେମାନଙ୍କର ସମୃଦ୍ଧିର ସମୟରେ ଲୋକମାନେ ଆଉ ସେମାନେ ଈଶ୍ୱରଙ୍କୁ ଭୁଲି ଯାଇଥାନ୍ତି And that had happened to people of Israel. ଆଉ ତାହା ଇସ୍ରାଏଲ ଲୋକମାନଙ୍କ କ୍ଷେତ୍ରରେ ଘଟିଥିଲା The Lord had blessed them manifold. ଆଉ ଈଶ୍ୱର ସେମାନଙ୍କୁ ଅନେକ ଗୁଣରେ ଆଶୀର୍ବାଦ କଲେ And yet while being blessed, they have started worshipping other gods. ଆଉ ଯେତେବେଳେ ସେମାନେ ଈଶ୍ୱରଙ୍କର ଆଶୀର୍ବାଦ ପାଇବା ସମୟରେ ସେମାନେ ଅନ୍ୟ ଦେବଦେବୀର ପୂଜା କରିବା ଆରମ୍ଭ କଲେ And Joshua was very grieved. ଆଉ ଜିଓଶୁଆ ଅତ୍ୟନ୍ତ ଆଉ ସେମାନେ ତାଙ୍କ ମନରେ ଆଘାତ ପାଇଲେ You cannot enter the promised land with all old idols. ଆଉ ସେ ପୁରାତନ ସେ ମୂର୍ତ୍ତି ଗୁଡ଼ିକ ନେଇ ତୁମେ ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିପାରିବ ନାହିଁ So first thing he tells them to renounce all their ଆଉ gods. ସେଥିପାଇଁ ପ୍ରଥମ ବିଷୟ ସେ କହୁଛନ୍ତି ତୁମର ମୂର୍ତ୍ତି ଗୁଡ଼ିକୁ ତୁମେ ଛାଡ ପରିତ୍ୟାଗ କର And then he comes forward ତାପରେ ସେ ଆଗକୁ ଆସୁଛନ୍ତି and he says, I will make you do a decision. ଆଉ ସେ ଏ କଥା ସେ କହୁଛନ୍ତି ମୁଁ ତୁମକୁ ସିଦ୍ଧାନ୍ତ ନେବାରେ ସାହାଯ୍ୟ କରିବି Quickly, there are three things that I would like to bring to your notice. ଆପଣମାନଙ୍କ ସମ୍ମୁଖକୁ ତିନୋଟି ବିଷୟ ମୁଁ ଅତି ଶୀଘ୍ର ଆଣିବାକୁ ଚାହୁଁଛି In verse 15 of chapter 24, ଆଉ 24 ଅଧ୍ୟାୟର 15 ପଦରେ but he said, but as for me and my household, we will serve the Lord. ଆଉ ସେ କହୁଛନ୍ତି ମୁଁ ଏବଂ ମୋର ପରିବାର ମାନେ ସଦାପ୍ରଭୁଙ୍କର ସେବା କରିବା That's how it starts.
ଆଉ ସେ ଏପରି ଭାବରେ ସେ ଆରମ୍ଭ କରନ୍ତି As you enter the promised land, ଯେତେବେଳେ ସେ ପ୍ରତିଜ୍ଞାତ ଦେଶରେ ସେମାନେ ପ୍ରବେଶ କରୁଛନ୍ତି each one of you will have to make an individual ଆଉ decision. ତୁମକୁ ପ୍ରତ୍ୟେକଙ୍କୁ ବ୍ୟକ୍ତିଗତ ଭାବରେ ସିଦ୍ଧାନ୍ତ ନେବାକୁ And ହେବ he sets an example. ଆଉ ସେ ଏକ ଉଦାହରଣ ସେ ଦଉଛନ୍ତି ଏକ ଦୃଷ୍ଟାନ୍ତ ସ୍ଥାପନ He କରୁଛନ୍ତି said, first of all, I will serve the ଆଉ ସେ Lord. କହୁଛନ୍ତି ମୁଁ ପ୍ରଭୁଙ୍କର ସେବା କରିବି God begins with an individual. ଆଉ ପ୍ରଭୁ ଏକ ବ୍ୟକ୍ତିଙ୍କର ସହିତ ଆରମ୍ଭ କରନ୍ତି We have to make a personal choice to follow. ଆଉ ଆମମାନଙ୍କୁ ଏକ ବ୍ୟକ୍ତିଗତ ଭାବରେ ସିଦ୍ଧାନ୍ତ ନେଇ ତାଙ୍କର ଅନୁଗମନ କରିବାକୁ ହେବ Nobody can make a choice for us. ଆପଣଙ୍କ ନିମନ୍ତେ ଆଉ ଆମ ନିମନ୍ତେ ଆଉ କିଏ ଆଉ ସିଦ୍ଧାନ୍ତ ନେଇପାରିବେନି This is where the individual choice comes to play. ଆଉ ଏଇଠି ଏକ ବ୍ୟକ୍ତିଗତ ସିଦ୍ଧାନ୍ତର ସ୍ଥାନ ଅଟେ Somebody else cannot make that choice ଆଉ for ସେଇ us. ସିଦ୍ଧାନ୍ତ ଆମ ପାଇଁ ଆଉ କେହି ନେଇପାରିବେନି So Joshua said, I will serve the ଆଉ Lord. ଯୋଶୁଆ କହୁଛନ୍ତି ମୁଁ ପ୍ରଭୁଙ୍କର ସେବା କରିବି He was a godly man, ଆଉ ସେ ଏକ ଈଶ୍ୱର ପରାୟଣ ବ୍ୟକ୍ତି ଥିଲେ experienced man. ଆଉ ଏକ ଅନୁଭୂତିର ବ୍ୟକ୍ତି He ଥିଲେ had lived a godly life. ଏକ ଈଶ୍ୱର ପରାୟଣ ଜୀବନ ଯାପନ And କଲେ he wanted to set an example ଆଉ ସେ to them. ସେମାନଙ୍କର ନିକଟ ଏକ ଦୃଷ୍ଟାନ୍ତ ସ୍ଥାପନ କରିବାକୁ I ଚାହିଁଲେ will serve the ଆଉ Lord. ମୁଁ ପ୍ରଭୁଙ୍କର ସେବା କରିବି But he does not stop there. କିନ୍ତୁ ସେ ସ୍ଥାନରେ ସେ ରହିଗଲେ ନାହିଁ Along with individual decision, ଆଉ ସେଇ ବ୍ୟକ୍ତିଗତ ସିଦ୍ଧାନ୍ତ ସହିତ he also includes his family. ଆଉ ତାଙ୍କର ପରିବାରକୁ ସେ ସମ୍ପୃକ୍ତି କଲେ Remember, your influence flows into your family first. ଆଉ ଆପଣଙ୍କର ବ୍ୟକ୍ତିଗତ ପ୍ରଭାବ ଆପଣଙ୍କର ପରିବାର ଉପରେ ପଡେ Whatever decision you take ଆପଣ ଯେକୌଣସି ସିଦ୍ଧାନ୍ତ ନିଅନ୍ତି affects your family, ଆଉ ତା ଆପଣଙ୍କ ପରିବାର ଉପରେ ପ୍ରଭାବ ପଡେ your household. ଆପଣଙ୍କର ଜ୍ଞାତି କୁଟୁମ୍ବମାନଙ୍କ ଉପରେ That's ପ୍ରଭାବ what ପଡେ happened to Joshua. ଆଉ ତାଇ ଯୋଶଙ୍କର କ୍ଷେତ୍ରରେ ଘଟିଲା He said, I will serve the ଆଉ ସେ Lord. କହିଲେ ମୁଁ ପ୍ରଭୁଙ୍କର ସେବା He କରିବି said, along with me, my wife, my children, and my generation will ଆଉ serve. ମୋ ସହିତ ମୋର ସ୍ତ୍ରୀ ମୋର ପିଲାମାନେ ମୋର ବଂଶଧରା ମାନେ ସେବା କରିବ Godly leaders influence their godly family. ଆଉ ଈଶ୍ୱର ପରାୟଣ ନେତା ଆଉ ଈଶ୍ୱର ପରାୟଣ ପରିବାରକୁ ପ୍ରଭାବିତ କରନ୍ତି We all are called to be followers of ଆମେ God. ସମସ୍ତେ ଈଶ୍ୱରଙ୍କର ଅନୁଗମନକାରୀ ଅଟୁ But before we do that, କିନ୍ତୁ ଏହି ସମସ୍ତ କରିବା ପୂର୍ବରୁ we have to individually commit ourselves. ଆମମାନଙ୍କୁ ବ୍ୟକ୍ତିଗତ ଭାବରେ ନିଜକୁ ସମର୍ପଣ କରିବାକୁ ହେବ Joshua did not want to say, I will alone serve the Lord. ଆଉ ଝିଅ ସେ କଥା କହିଲେନି ମୁଁ ଏକାକି ପ୍ରଭୁଙ୍କର ସେବା କରିବି Let my wife and children serve other gods. ଆଉ ମୋର ପିଲାମାନେ ମୋ ସ୍ତ୍ରୀ ସେମାନେ ଅନ୍ୟ ଦେବତାର ସେବା କରିବେ He took the responsibility to lead his whole family to commit themselves. ଆଉ ସେ ଏକ ଦାୟିତ୍ୱ ନେଲେ ଯେ ତାଙ୍କର ସମସ୍ତ ପରିବାର ସହିତ ସେମାନେ ପ୍ରଭୁଙ୍କର ସେବା କରିବେ And so along with himself, his family, ଆଉ ସେ ନିଜେ ଏବଂ ତାଙ୍କର ପରିବାର ସମସ୍ତେ they decided to serve the ଆଉ Lord. ସେମାନେ ଈଶ୍ୱରଙ୍କର ସେବା କରିବା ନିମନ୍ତେ ସିଦ୍ଧାନ୍ତ ନେଲେ Now in the later part of this chapter, ଆଉ ଏ ଅଧ୍ୟାୟର ଶେଷ ଅଂଶରେ then people answered. ଆଉ ଲୋକମାନେ କଥା କହିଲେ The whole people of Israel had gathered there. ଆଉ ସମଗ୍ର ଇସ୍ରାଏଲ ଲୋକମାନେ ସେମାନେ ଏକାଠି ହେଇଥିଲେ They were about to enter the promised ଆଉ ସେ land. ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିବାକୁ ସେମାନେ ପାଖକୁ ଆସିଛନ୍ତି Joshua is standing before them. ଆଉ ଝିଅ ସେ ସେମାନଙ୍କ ସମ୍ମୁଖରେ ଛିଡା ହେଇଛନ୍ତି And he's saying that you cannot enter the promised ଆଉ ସେ land ସେମାନଙ୍କୁ କହିଲେ ତୁମେ ସେ ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିପାରିବ ନାହିଁ unless you throw away all your gods and gods of foreigners. ଆଉ ତୁମେ ସେଇ ବିଦେଶୀୟ ଦେବତାମାନଙ୍କୁ ଯଦି ତୁମେ ପରିତ୍ୟାଗ କରିବ ନାହିଁ Whatever you have gathered throughout the year, you cannot enter the ବର୍ଷ ଗୁଡିକରେ ଯାହା ସବୁ ଯୋଉ ସମସ୍ତ ଦେବତା ତୁମେ ସଂଗ୍ରହ କରିଛ ତାକୁ ପରିତ୍ୟାଗ ନ କରିବା ପର୍ଯ୍ୟନ୍ତ ତୁମେ ପ୍ରବେଶ କରିପାରିବ ନାହିଁ But you decide what you want to do. ମାତ୍ର ତୁମେ ନିଜେ ସିଦ୍ଧାନ୍ତ ନିଅ ଯେ ତୁମେ କଣ କରିବ You will have to decide whether you want to forsake those gods and ଆଉ ତୁମେ ନିଜେ goddesses. ସିଦ୍ଧାନ୍ତ ନିଅ ତୁମେ ସେ ଅନ୍ୟ ବିଦେଶୀ ଦେବତାମାନଙ୍କୁ ପରିତ୍ୟାଗ କରିବ କି ନାହିଁ But you cannot enter the new phase of life with old gods and goddesses. ଆଉ ତୁମେ ଏକ ଜୀବନ ନୂତନ କ୍ଷେତ୍ରରେ ପ୍ରବେଶ କରିପାରିବ ନାହିଁ ତୁମର ପୁରାତନ ଦେବୀ ଦେବତାଙ୍କୁ ନେଇ I and my household will serve the Lord by forsaking all other gods. ମୁଁ ଏବଂ ମୋର ପରିବାର ମାନେ ପୁରାତନ ଦେବଦେବୀଙ୍କୁ ପରିତ୍ୟାଗ କରି ଆମେ ସଦାପ୍ରଭୁଙ୍କର ସେବା କରିବା We are on the verge of beginning of our new year. ପ୍ରିୟ ଭାଇ ଭଉଣୀ ମାନେ ଆମେ ସେ ନୂତନ ବର୍ଷର ଆରମ୍ଭରେ ଅଛୁ A new phase of life awaits for us. ଆପଣଙ୍କର ଏକ ନୂତନ ଜୀବନ ଆମ ପାଇଁ ଅପେକ୍ଷାରେ I do ରହିଅଛି not know what gods and what idols you have accumulated. ଆଉ ମୁଁ ଜାଣିନି ଆପଣ ଏଇ ଦିନ ଗୁଡିକରେ କୋଉ ସମସ୍ତ ଦେବତା କୋଉ ସମସ୍ତ ମୂର୍ତ୍ତିକୁ ଆପଣ ସଂଗ୍ରହ କରିଛନ୍ତି But God's call comes afresh to you. କିନ୍ତୁ ଈଶ୍ୱରଙ୍କର ଆହ୍ୱାନ ଆପଣଙ୍କ ନିକଟରେ ନୂତନ ଭାବରେ ଆସୁଅଛି Leave aside all those goddesses. ତୁମର ସମସ୍ତ ସେଇ ଦେବୀ ଦେବତାଙ୍କୁ ଦୂର କର Throw away all the gods of your forefathers. ଆଉ ତୁମର ପିତୃପୁରୁଷ ଗଣର ସମସ୍ତ ଦେବୀ ଦେବତାଙ୍କୁ ତୁମେ ପରିତ୍ୟାଗ କର These gods may not be idols. ଆଉ ଏଇ ଦେବଦେବୀ ତ ହୁଏତ ଏକ ମୂର୍ତ୍ତି ହେଇନପାରନ୍ତି This could be something personal. କିନ୍ତୁ କୌଣସି ବିଷୟ ଏକ ବ୍ୟକ୍ତିଗତ ବିଷୟ ହେଇପାରେ Anything that takes the place of God can be an idol. ଆଉ ଯେକୌଣସି ବିଷୟ ଈଶ୍ୱରଙ୍କ ସ୍ଥାନକୁ ନିଏ ତା ଆପଣଙ୍କ ଜୀବନରେ ଏକ ମୂର୍ତ୍ତି ଅଟେ Anything that you love more than your God can be an ଆଉ idol. ଯେକୌଣସି ବିଷୟକୁ ଆପଣ ଅଧିକ ଈଶ୍ୱରଙ୍କ ଠାରୁ ଅଧିକ ପ୍ରେମ କରନ୍ତି ତା ମୂର୍ତ୍ତି ଅଟେ It can be love of money, ଆଉ ତା ହୁଏତ ଟଙ୍କା ପଇସାର ଲୋଭ ହେଇପାରେ pride of your job,
ଆପଣଙ୍କର ଆଉ ଚାକିରିର ଗର୍ବ ଅହଙ୍କାର ହେଇପାରେ, your possessions. ଆପଣଙ୍କର ସ୍ଥିତିର ଅହଙ୍କାର ହେଇପାରେ, You cannot worship God and idols. ଆଉ ଆପଣ ଏକ ମୂର୍ତ୍ତି ପୂଜା କରିପାରିବେ ନାହିଁ। Renounce them. ଆଉ ସେ ସବୁକୁ ପରିତ୍ୟାଗ କରନ୍ତୁ, Throw them. ସେମାନଙ୍କୁ ଆପଣ ଫୋପାଡ଼ି ଦିଅନ୍ତୁ, Then only you will be able to serve ଆଉ the Lord. ତେବେ ଯାଇ ଆପଣ ଈଶ୍ୱରଙ୍କର ସେବା କରିବାକୁ ପାରିବେ। Joshua said, I and my household will serve the ଆଉ Lord. ଯିଏ କହିଲେ ମୁଁ ଏବଂ ମୋର ପରିବାର ମାନେ ସଦାପ୍ରଭୁଙ୍କର ସେବା କରିବା। Then in verse 16 onward, ଆଉ 16 ପଦ ଅନୁସାରେ people answered, ଲୋକମାନେ ଉତ୍ତର ଦେଲେ, far be from it. ମୋ ଠାରୁ ଦୂର ହଉ। And in the last section of 18 verses, oh to, we too will serve the Lord because he is our God. ଆଉ ସେମାନେ ଏକଥା କହିଲେ, ଆମମାନେ ମଧ୍ୟ ସଦାପ୍ରଭୁଙ୍କର ସେବା କରିବା। Joshua led the way. ଯିଏ ସେ ସେମାନଙ୍କୁ ପରିଚାଳିତ କଲେ, He set the example. ଆଉ ସେ ସେମାନଙ୍କ ନିକଟରେ ଏକ ଦୃଷ୍ଟାନ୍ତ ସ୍ଥାପନ କଲେ। People knew that he is a godly ଆଉ man. ଲୋକମାନେ ଜାଣିଥିଲେ ଯେ ସେ ଏକ ଈଶ୍ୱର ପରାୟଣ ବ୍ୟକ୍ତି, He has never bowed down himself before any idol. ଆଉ ସେ କୌଣସି ମୂର୍ତ୍ତି ନିକଟରେ ନିଜକୁ নত କରିନଥିଲେ। He has lived a pure and holy ଏକ life. ପବିତ୍ର ଏକ ପରିଷ୍କୃତ ଜୀବନ ଯାପନ And କରିଥିଲେ। when he committed to serve the ଯେତେବେଳେ Lord, ସେ ନିଜକୁ ପ୍ରଭୁଙ୍କର ସେବା କରିବା ନିମନ୍ତେ ସମର୍ପଣ କଲେ, when he made a decision to live pure and holy life, ଯେତେବେଳେ ସେ ଏକ ପବିତ୍ର ଶୁଦ୍ଧ ଜୀବନ ଯାପନ କରିବା ପାଇଁ ସିଦ୍ଧାନ୍ତ ନେଲେ, he along with his household decided to serve the Lord. ଏବଂ ଯେତେବେଳେ ସେ ଏବଂ ତାଙ୍କର ସମ୍ପୂର୍ଣ୍ଣ ପରିବାର ସେମାନେ ପ୍ରଭୁଙ୍କର ସେବା କରିବା ନିମନ୍ତେ ସିଦ୍ଧାନ୍ତ ନେଲେ, Then people of Israel also said, we will also serve. ଆଉ ସମଗ୍ର ଇସ୍ରାଏଲ ଲୋକମାନେ ମଧ୍ୟ କଥା କହିଲେ, ଆମେମାନେ ମଧ୍ୟ ସଦା ପ୍ରଭୁଙ୍କର ସେବା କରିବା। Now there is an impact of the first decision making. ଆଉ ଏଇ ଯୋଉ ସିଦ୍ଧାନ୍ତ ନେବାରେ ଯୋଉ ପ୍ରଭାବ ପଡେ ତାହା ଆମେ ଦେଖିବା। When you take godly decision, ଯେତେବେଳେ ଆମେ ଈଶ୍ୱର ପରାୟଣ ସିଦ୍ଧାନ୍ତ ନେଉ, when you take righteous decision, ଯେତେବେଳେ ଆମେ ଧାର୍ମିକ ସିଦ୍ଧାନ୍ତ ନେଉ, when you live a life that is exemplary before the ଯେତେବେଳେ Lord, ଲୋକମାନଙ୍କ ନିକଟରେ ଏକ ଦୃଷ୍ଟାନ୍ତମୂଳକ ଜୀବନ ଯାପନ ଆମେ କରୁ, it impacts generations. ଏହା ବଂଶଧର ମାନଙ୍କୁ ପ୍ରଭାବିତ କରେ। Whether you like it or not, you will leave a bad or good legacy. ଆଉ ହୁଏତ ଆପଣ ଏଇଟା ପସନ୍ଦ କରନ୍ତୁ ବା ନ କରନ୍ତୁ, ଆପଣ କିଛି ଏକ ଲେଗାସି ଆପଣ ଛାଡି ଯାଉଛନ୍ତି। Joshua set an example. ଆଉ ଯିଏ ସେ ଏକ ଦୃଷ୍ଟାନ୍ତ ସ୍ଥାପନ କଲେ, People said, we will serve the ଆଉ Lord. ଲୋକମାନେ କହିଲେ ଆମେ ପ୍ରଭୁଙ୍କର ସେବା We କରିବୁ। will renounce all the gods and goddesses. ଆଉ ସେ କହିଲେ ତୁମେ ସମସ୍ତ ଦେବଦେବୀଙ୍କୁ ତୁମେ ପରିତ୍ୟାଗ କର, Give up all idol worship, ଆଉ ସମସ୍ତ ମୂର୍ତ୍ତି ପୂଜାକୁ ପରିତ୍ୟାଗ କର, and we will only serve the ଆଉ Lord. ସେମାନେ କହିଲେ ଆମେ କେବଳ ପ୍ରଭୁଙ୍କର ସେବା କରିବା। Chapter 24 and verse 31 says, ଆଉ 24 ଅଧ୍ୟାୟର 31 ପଦ କୁହେ, and all Israel served the Lord all the days of Joshua. ଆଉ ଝିଅଙ୍କର ସମସ୍ତ ଜୀବନ ଯାଏ ସମଗ୍ର ଇସ୍ରାଏଲ ସେମାନେ ସଦା ପ୍ରଭୁଙ୍କର ସେବା କଲେ। All the people served the Lord as long as Joshua lived. ଆଉ ଝିଅ ଜୀବିତ ଥିବା ପର୍ଯ୍ୟନ୍ତ ଇସ୍ରାଏଲର ସମସ୍ତ ଲୋକମାନେ ସେମାନେ ସଦା ପ୍ରଭୁଙ୍କର ସେବା କଲେ। Righteous decisions impact the community. ଆଉ ସେ ଏକ ଧାର୍ମିକତାର ସିଦ୍ଧାନ୍ତ ଆଉ ସେ ସମ୍ପ୍ରଦାୟ ଉପରେ ପ୍ରଭାବ ପକେଇଥାଏ। What does serving God means? ଈଶ୍ୱରଙ୍କର ସେବା କରିବାର ଅର୍ଥ କଣ? There are several ways we can look at. ଆଉ ଅନେକ ବିଷୟ ଆମେ ଦେଖିବାକୁ ପାରିବା। But Romans chapter 12, 1 and 2 talks about this. ଆଉ ରୋମୀୟ ତାର 12 ଅଧ୍ୟାୟ 1-2 ପଦରେ କଥା କୁହେ, He says, what is your reasonable service to ଆଉ God? ଈଶ୍ୱରଙ୍କ ନିକଟରେ ତୁମର ସେଇ ଯୁକ୍ତିଯୁକ୍ତ ଉପାସନା କଣ? He says, by presenting your bodies as living ଆଉ sacrifices, ତୁମର ଶରୀରକୁ ଜୀବନ୍ତ ବଳି ରୂପେ ଉତ୍ସର୍ଗ କରିବା ଦ୍ୱାରା holy and acceptable unto ଆଉ God. ପ୍ରଭୁଙ୍କ ନିକଟରେ ଗ୍ରହଣ ଯୋଗ୍ୟ ଏବଂ ପବିତ୍ର ଭାବରେ ଉତ୍ସର୍ଗ କରିବା ଦ୍ୱାରା This is your reasonable ଏହା service. ତୁମର ଯୁକ୍ତିଯୁକ୍ତ ଉପାସନା। That is very intricately said. ଆଉ ତାହା ଆମ କହିବା ପାଇଁ ଜଟିଳ ଅଟେ। If you want to serve the Lord, ଯଦି ଆପଣ ପ୍ରଭୁଙ୍କର ସେବା କରିବା ପାଇଁ ଚାହାନ୍ତି, you offer your bodies as living sacrifices. ଆପଣଙ୍କ ଶରୀରକୁ ଜୀବନ୍ତ ବଳି ରୂପେ ଉତ୍ସର୍ଗ କରନ୍ତୁ। Once the sacrifice is on the altar, ଯେତେବେଳେ ଏକ ବଳି ସେଇ ବେଦୀରେ ରଖାଯାଏ, it doesn't belong to you. ଏହା ତ ତୁମର ନୁହେଁ, It is given to the Lord. ଏହା ପ୍ରଭୁଙ୍କ ନିକଟରେ ସମର୍ପିତ। You have to live a life that is so self-giving to the Lord. ଆଉ ଆପଣ ଏପରି ଜୀବନ ଯାପନ କରିବାକୁ ହବ ଯେ ଆପଣ ନିଜକୁ ପ୍ରଭୁଙ୍କ ନିକଟରେ ଉତ୍ସର୍ଗ କରୁଛନ୍ତି। Jesus said, if anybody wants to follow me, ସେ କଥା କହିଲେ, ଯଦି କେହି ମୋର ଅନୁଗମନ କରିବାକୁ let ଚାହେଁ, him deny himself ଆଉ ସେ first. ତା ପ୍ରଥମେ ନିଜକୁ ସ୍ୱୀକାର କରୁ। That is what self-sacrificing ଆଉ ତା is. ହେଉଛି ସେ ଆତ୍ମ ଉତ୍ସର୍ଗର ସେବା ଅଟେ। Saying no to self, ଆଉ ନିଜକୁ ନାହିଁ କହିବା, dying to self. ନିଜ ପ୍ରତି ମୃତ ହେବା, Then only you can follow Christ. ତେବେ ଯେ ଆମେ ଖ୍ରୀଷ୍ଟଙ୍କର ଅନୁଗମନ କରିପାରିବା। And you know, self is the last enemy to die. ଆଉ ଏକ ସେ ଯୋଉ ଆତ୍ମ ହେଉଛି ଶେଷ ଶତ୍ରୁ ଯିଏ ମରିବା ନିମନ୍ତେ।
So unless we sacrifice ourselves हामी ନିଜକୁ ଉତ୍ସର୍ଗ ନ କରିବା ପର୍ଯ୍ୟନ୍ତ and present ourselves wholly unto the Lord, ଈଶ୍ୱରଙ୍କ ନିକଟରେ ପବିତ୍ର ଭାବରେ ଉତ୍ସର୍ଗ ନ କରିବା ପର୍ଯ୍ୟନ୍ତ that's our worship to Him. ଆଉ ଆମମାନଙ୍କର ଉପାସନା ସମ୍ପୂର୍ଣ୍ଣ ହେଇପାରିବ ନାହିଁ। And that is called reasonable ଆଉ service. ତାହା ହିଁ ଆମମାନଙ୍କର ଯୁକ୍ତିଯୁକ୍ତ ଉପାସନା। The people of Israel, ଆଉ ଇସ୍ରାଏଲ ଲୋକମାନେ under the leadership of Joshua, ଯୋଶୁଆଙ୍କର ନେତୃତ୍ୱରେ made the righteous and right decision. ଏବଂ ସେମାନେ ଏକ ଠିକ ସଠିକ ଏବଂ ଧାର୍ମିକ ସିଦ୍ଧାନ୍ତ ନେଲେ And therefore right decision led them to right service. ଆଉ ସେମାନଙ୍କର ଠିକ ସିଦ୍ଧାନ୍ତ ଉପଯୁକ୍ତ ସିଦ୍ଧାନ୍ତ ସେ ଉପଯୁକ୍ତ ସଭାକୁ କଢେଇ We ନେଲା। are just beginning the new year ଆଉ ଯେତେବେଳେ ଆମମାନଙ୍କର ନୂତନ ବର୍ଷ ଆରମ୍ଭ କରୁ and we will be faced with many decisions. ଆମେ ଏ ଜଗତର ଅନେକ ପ୍ରକାର ସିଦ୍ଧାନ୍ତର ସମ୍ମୁଖୀନ ହେବା। We will not know how to take those right decisions. ଆମେ ହୁଏତ ଜାଣିପାରିବାନି କିପରି ଉପଯୁକ୍ତ ସିଦ୍ଧାନ୍ତ ଆମେ ନେଇପାରିବା। Often people tend to take wrong decisions. ଆଉ ସାଧାରଣତଃ ଭାବରେ ଲୋକମାନେ ଭୁଲ ସିଦ୍ଧାନ୍ତ ସବୁ ନେଇଥାନ୍ତି। Why do people make wrong decisions? Why? କାହିଁକି ଲୋକମାନେ ଭୁଲ ସିଦ୍ଧାନ୍ତ ନେଇଥାନ୍ତି? Sometimes they do not have right information. କାରଣ ସେମାନଙ୍କ ନିକଟରେ ଯଥାର୍ଥ ଖବର ନଥାଏ। They do not have a right direction. ଆଉ ତ ସେମାନଙ୍କୁ ସଠିକ ଦିଗଦର୍ଶନ ନଥାଏ। Or perhaps they have wrong advisors. ଆଉ ତ ସେମାନଙ୍କର ଭୁଲ ମନ୍ତ୍ରଣା ସେମାନେ ପାଇଥାନ୍ତି। Sometimes they take decision by looking at certain heroes or heroines. ଆଉ ସେମାନେ କିଛି ନିର୍ଦ୍ଦିଷ୍ଟ ହିରୋ ହିରୋଇନ ମାନଙ୍କୁ ଦେଖିକରି ସିଦ୍ଧାନ୍ତ Or ନେଇଥାନ୍ତି। sometimes their culture tells us you should do this and you should do that. ଆଉ ହୁଏତ କିଛି ସମୟରେ ସେମାନଙ୍କ ସଂସ୍କୃତି କଥା କହିଥାଏ ତୁମେ ଏହା କରିବାକୁ ହବ ତୁମକୁ ଏହା ନ କରିବାକୁ ହବ। Most of the time wrong decision maker says this is what our culture says, just do it. ଆଉ ବହୁତ ସିଦ୍ଧାନ୍ତ ନେବା ଲୋକମାନେ କଥା କହିଥାନ୍ତି ଏହା ମାନଙ୍କ ସଂସ୍କୃତି କୁହେ। And so many a time we realize that sin influences our decision. ଆଉ ଅନେକ ସମୟରେ ଏକଥା ଦେଖାଯାଏ ଯେ ଆମମାନଙ୍କର ପାପ ଆମମାନଙ୍କର ସିଦ୍ଧାନ୍ତରେ ପ୍ରଭାବ ପକାଇଥାଏ। Many a times sin influences our decision. ଆଉ ଅନେକ ସମୟରେ ଆମମାନଙ୍କର ପାପ ଆମମାନଙ୍କ ସିଦ୍ଧାନ୍ତ ନେବାରେ ଆମମାନଙ୍କୁ ପ୍ରଭାବିତ କରିଥାଏ। Turn with me to 1 John ଆଉ ମୋ ସହିତ ଆପଣ ପ୍ରଥମ ଜୋନକୁ ଖୋଲନ୍ତୁ chapter 2, ଆଉ 2 ଅଧ୍ୟାୟ 15 to 16. ଆଉ 15 ଏବଂ 16 ପଦ। John's epistle of John, ଆଉ ପ୍ରଥମ ଜୋନ ତାର 2 ଅଧ୍ୟାୟ 15 and 16 verse. ଆଉ 15 ଏବଂ 16 ପଦ। Important verse for us to remember how sin can influence our ଆଉ decision. ଆମମାନଙ୍କର ପାପ କିପରି ଆମମାନଙ୍କର ସିଦ୍ଧାନ୍ତକୁ ପ୍ରଭାବିତ କରିପାରେ। ସେ ସ୍ଥାନରେ ପ୍ରକାର ଲେଖା ଅଛି ସଂସାର କିଏ ବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର କେହି ଯଦି ସଂସାରକୁ ପ୍ରେମ କରେ ପିତାଙ୍କ ପ୍ରେମ ତା ଠାରେ ନାହିଁ। କାରଣ ଶାରୀରିକ ଅଭିଳାଷ ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କ ଠାରୁ ନେଇ ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ। If our decisions are based on these worldly things, ଯେତେବେଳେ ଆମମାନଙ୍କ ସିଦ୍ଧାନ୍ତ ସବୁ ଏହି ସମସ୍ତ ଜାଗତିକ ବିଷୟ ଉପରେ ଆଧାରିତ ହୋଇଥାଏ। there are three things in this passage. এই ଶାସ୍ତ୍ରାଂଶରେ 3ଟି ବିଷୟ ଅଛି। The love of the world. ସଂସାରର ପ୍ରେମ। It is very clear when you take a decision out of your love for the world, ଆଉ ଯଦି ଆପଣ କୋଉ ସିଦ୍ଧାନ୍ତ ନିଅନ୍ତି ସଂସାରକୁ ପ୍ରେମ କରିବା ଦ୍ୱାରା you are bound to make wrong decisions. ଆଉ ସେଇ ସମୟରେ ଆପଣ ଭୁଲ ସିଦ୍ଧାନ୍ତ ନେବାରେ ଆପଣ ବାଧ୍ୟ ହୁଅନ୍ତି। Those who are of the world take worldly decisions. ଆଉ ଯୋଉମାନେ ଜଗତ ଲୋକମାନେ ସେମାନେ ଜାଗତିକ ସିଦ୍ଧାନ୍ତ ନେଇଥାନ୍ତି। Their perspective is worldly perspective. ସେମାନଙ୍କର ଦୃଷ୍ଟିଭଙ୍ଗୀ ଜଗତର ଦୃଷ୍ଟିଭଙ୍ଗୀ। They listen to the word ସେମାନେ ଜଗତକୁ ଶୁଣନ୍ତି and they follow the word. ଏବଂ ଜଗତର ଅନୁକରଣ କରନ୍ତି And the world will take them to destruction. ଏବଂ ଜଗତ ସେମାନଙ୍କୁ ବିନାଶ ଆଡକୁ ନେଇଥାଏ। Because everything in this world a person desire is going to perish. ଆଉ ସବୁ କିଛି ଜଗତର ଯାହା ବିନଷ୍ଟ ହବ। So that's the first thing. Why we make wrong decisions? କାହିଁକି ଆମେ ଭୁଲ ସିଦ୍ଧାନ୍ତ ନେଇଥାଉ ତାର ପ୍ରଥମ କାରଣ ହେଲା Because we are driven by the world. ଯେହେତୁ ଆମେ ଜଗତ ଦ୍ୱାରା ପରିଚାଳିତ ହେଇଥାଉ। The world does it, so we do it. ଆଉ ଜଗତ ଯେହେତୁ ଆମକୁ କୁହେ ସେଥିପାଇଁ ଆମେ ତାହା କରିଥାଉ। But secondly, if our decisions are influenced by the lust of the flesh, ଆଉ ଦ୍ୱିତୀୟରେ ଆମମାନଙ୍କର ସିଦ୍ଧାନ୍ତ ଗୁଡ଼ିକ ଆମମାନଙ୍କର ସାଂସାରିକ ଅଭିଳାଷ ଦ୍ୱାରା ହେଇଥାଏ। lust of the flesh. ଆଉ ଶାରୀରିକ ଅଭିଳାଷ ଦ୍ୱାରା ହେଇଥାଏ। That's an important aspect. ଆଉ ତାକୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଅଟେ। Flesh is a force or aspect of human being that struggle against the spirit. ଆଉ ସେଇ ମାନସିକ ଅଭିଳାଷ ଆମମାନଙ୍କର ଆତ୍ମାଙ୍କ ପ୍ରତିକୂଳରେ କାର୍ଯ୍ୟ କରିଥାଏ। These are sensual desires. ଆଉ ହେଉଛି ସେଇ ଶାରୀରିକ ସୁଖ ବିଳାସର ଅଭିଳାଷ। These are carnal or vulgar things. ଏ ହେଉଛି ମନ୍ଦ ବିଷୟର ଅଭିଳାଷ।
lust is not bodily need. ଆଉ ସେଇ ଯୋଉ ଅଭିଳାଷ ମନୁଷ୍ୟର ଏକ ଶାରୀରିକ ଆବଶ୍ୟକତା ନୁହେଁ। Like air is essential for us. ଯେପରି ବାୟୁ ମନୁଷ୍ୟର ଶରୀର ନିମନ୍ତେ ଆବଶ୍ୟକ, Food is essential for ଆଉ us. ଯେପରି ଆମଙ୍କର ଶରୀର ନିମନ୍ତେ ଖାଦ୍ୟ ଆବଶ୍ୟକ, Air is essential for us. ଆଉ ବାୟୁ ଆବଶ୍ୟକ, But lust is not essential କିନ୍ତୁ for us. ଶାରୀରିକ ଅଭିଳାଷ ମନୁଷ୍ୟର ଶରୀର ପାଇଁ ଆବଶ୍ୟକ And ନୁହେଁ। therefore it says, if we are controlled by the lust, ଯେତେବେଳେ ଆମମାନଙ୍କର ସେଇ ଅଭିଳାଷ ଦ୍ୱାରା ନିୟନ୍ତ୍ରିତ ହେଇଥାଉ, it's a fleshly desire. ଆଉ ଆମମାନଙ୍କର ଶାରୀରିକ ଅଭିଳାଷ ଦ୍ୱାରା ଯେତେବେଳେ ନିୟନ୍ତ୍ରିତ ହେଇଥାଉ, It's a carnal craving. ଆଉ ସେ କାର୍ନାଲ କ୍ରେଭିଂ ଯାହାକି ଶରୀରର ଇଚ୍ଛା, It's like an addiction. ଏହା ଏକ ଆଦତ। Have you seen people who are addicted to alcohol? ଆପଣ ଦେଖିଛନ୍ତି କି ଲୋକମାନେ ଯୋଉମାନେ ମଦ୍ୟପାନ କରନ୍ତି, You know, they cannot think about anything until and unless they drink. ଆଉ ସେମାନେ ମଦ୍ୟପାନ ନ କରିବା ପର୍ଯ୍ୟନ୍ତ ସେମାନେ କୌଣସି ବିଷୟ ଭାବି ପାରନ୍ତି Because ନାହିଁ। that, ଆସକ୍ତି, because that lust controls them. କାରଣ ସେଇ ଯୋଉ ଅଭିଳାଷ ସେମାନଙ୍କୁ ନିୟନ୍ତ୍ରଣ କରିଥାଏ। Any kind of greed, ଆଉ ସମସ୍ତ ପ୍ରକାର ଲୋଭ addiction, ଆଉ ଆସକ୍ତି, craving for something ଆଉ କୌଣସି ବିଷୟ ପ୍ରତି ଆସକ୍ତି ହେବା, is lust. ଆଉ ତାହା ହଉଛି ଅଭିଳାଷ। If our decisions are influenced by lust, they are going to bound to lead us to wrong direction. ଆଉ ଯେତେବେଳେ ଆମମାନଙ୍କର ସିଦ୍ଧାନ୍ତ ଗୁଡିକ ଏଇ ଶାରୀରିକ ଅଭିଳାଷ ଦ୍ୱାରା ଆମମାନଙ୍କୁ ପରିଚାଳିତ କରିଥାଏ, ଆଉ ସେଇ ସମୟରେ ଆମେ ଭୁଲ So ସିଦ୍ଧାନ୍ତ it talks ନେଇଥାଉ। about lust of eyes, lust of flesh, and so forth. ଆଉ ଆପଣ ଦେଖିଲେ ଯେ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଏବଂ ଲୌକିକ ଗର୍ବ। And therefore, if you fulfill the lust of our eyes and our body, ଯେତେବେଳେ ଆମମାନଙ୍କ ଶରୀର ଏବଂ ଚକ୍ଷୁର ଅଭିଳାଷକୁ ଆମେ ସଫଳ କରୁ, it will lead us to destruction. ଏହା ଆମମାନଙ୍କୁ ବିନାଶ ଆଡକୁ କଢେଇ ନେବ। God is not honored in and through us. ଈଶ୍ୱର ଏତଦ୍ ଦ୍ୱାରା ସେ ସମ୍ମାନିତ ହୁଅନ୍ତି ନାହିଁ। If you love the lust, we will not love God. ଯଦି ଆମେ ଆମମାନଙ୍କର ଅଭିଳାଷକୁ ଆମେ ସୁଯୋଗ ଦେବା, ତାହେଲେ ଆମେ ଈଶ୍ୱରଙ୍କୁ ପ୍ରେମ କରିପାରିବା ନାହିଁ। The third thing, it says the pride of life. ଆଉ ତୃତୀୟ ବିଷୟ ଯାହା କୁହେ ଯେ ଲୌକିକ ଗର୍ବ, Pride of life ଆଉ ଜୀବନର ଗର୍ବ ବା ଲୌକିକ ଗର୍ବ, is self-exalting ଆଉ ତାହା ନିଜକୁ ଆତ୍ମକୁ ଉତ୍ତୋଳନ କରିଥାଏ beyond what we are supposed to be. ଆମେ ଯେପରି ହେବା କଥା ନୁହଁ। Pride is not self-respect. ଆଉ ଏଇ ଯୋଉ ଅହଙ୍କାର ତାହା ଆତ୍ମସମ୍ମାନ ନୁହେଁ, It's not self-confidence. ଆଉ ଏ ଆତ୍ମ ଭରସା ନୁହେଁ, But it's elevating your personality beyond what you should be. ଆପଣ ଯେପରି ହେବା କଥା ନୁହେଁ, ଆପଣଙ୍କର ବ୍ୟକ୍ତିତ୍ୱକୁ ଉତ୍ତୋଳନ କରିଥାଏ। Pride is something ଆଉ ଗର୍ବ ହଉଛି ଏ ପ୍ରକାର ବିଷୟ, seeking to be something that you are not. ଆପଣ ଏ ପ୍ରକାର ବିଷୟ ଖୋଜନ୍ତି ଯୋଉ ବିଷୟ ଆପଣ ନୁହନ୍ତି। You tend to say, I have so much of power. ଆଉ ଆପଣ ଏମିତି କଥା କହୁଛନ୍ତି ମୋର ଅନେକ ଦକ୍ଷତା ଅଛି, I have so much of position. ଆଉ ମୋର ଅନେକ ପଦବୀ ଅଛି, So much of control. ଆଉ ମୋର ଅନେକ ନିୟନ୍ତ୍ରଣ ଅଛି। Pride elevates yourself. ଅହଙ୍କାର ଆପଣଙ୍କୁ ଅଧିକ ଉତ୍ତୋଳନ କରିଥାଏ। Pride glorifies yourself. ଗର୍ବ ଅହଙ୍କାର ଆପଣଙ୍କୁ ଅସମ୍ମାନିତ କରିଥାଏ। Pride is boasting. ଆଉ ଗର୍ବ ଅହଙ୍କାର ଅଛି ଗର୍ବିତ ହେବା। God is not glorified with prouds. ଆଉ ଅହଙ୍କାରୀ ମାନଙ୍କ ଦ୍ୱାରା ଈଶ୍ୱର ମହିମାନ୍ୱିତ ହୁଅନ୍ତି ନାହିଁ। If God is not glorified in your decisions are wrong. ଯଦି ଈଶ୍ୱର ଆପଣଙ୍କ ସିଦ୍ଧାନ୍ତରେ ଆଉ ସେ ଗୌରବାନ୍ୱିତ ହୁଅନ୍ତି ନାହିଁ, ତାହେଲେ ଆପଣଙ୍କ ସିଦ୍ଧାନ୍ତ ଭୁଲ ସିଦ୍ଧାନ୍ତ ଅଟେ। So these are wrong, sinful things that can influence your ଆଉ decisions. ଏଇ ସମସ୍ତ ବନ୍ଦ ବିଷୟ ଯାହାକି ଆପଣଙ୍କର ସିଦ୍ଧାନ୍ତକୁ ପ୍ରଭାବିତ କରିପାରିବ। There are several examples in the Bible that we can see how people have made wrong decisions based on these facts. ଆଉ ଆମେ ବାଇବଲ ଅନେକ ଘଟଣା ଦେଖୁ, ଅନେକ ବ୍ୟକ୍ତି ମାନଙ୍କୁ ଦେଖୁ ଯୋଉମାନେ ଏ ସମସ୍ତ ବିଷୟ ଦ୍ୱାରା ସେମାନେ ଭୁଲ ସିଦ୍ଧାନ୍ତ ନେଇଥିଲେ। Think about Lot's wife. ଆଉ ଆପଣ ଲୋଟଙ୍କର ସ୍ତ୍ରୀଙ୍କ ବିଷୟ ଦେଖନ୍ତୁ, Think about Samson. ଆଉ ସାମସନଙ୍କ ବିଷୟରେ ଦେଖନ୍ତୁ, Think about Achan. ଆଉ ଆଖନଙ୍କର ବିଷୟରେ ଚିନ୍ତା କରନ୍ତୁ। In the New Testament, that rich young ruler. ଆଉ ନୂତନ ନିୟମରେ ସେଇ ଯୋଉ ଯୁବା ଶାସକ, Several of these people were driven by worldly things. ଆଉ ଅନେକ ଲୋକମାନେ ସେମାନେ ଜଗତ ଦ୍ୱାରା ପରିଚାଳିତ ହେଲେ, They made wrong decisions ଆଉ ସେମାନଙ୍କ ଜୀବନରେ ଭୁଲ ସିଦ୍ଧାନ୍ତ ସେମାନେ ନେଲେ, and destroyed themselves. ଆଉ ସେମାନେ ନିଜକୁ ବିନାଶ କଲେ। And therefore we are all called to make right ଆଉ decisions. ସେଥିପାଇଁ ଆମମାନେ ଆହ୍ୱାନ ପ୍ରାପ୍ତ ହେଇଛୁ ଯେପରି ଆମେ ଉପଯୁକ୍ତ ସିଦ୍ଧାନ୍ତ ନେବାକୁ There ପଡିବ। are several people in the Bible who made right decisions. ଆଉ ବାଇବଲରେ ମଧ୍ୟ ଅନେକ ଲୋକମାନଙ୍କର ଉଦାହରଣ ଅଛି ଯୋଉମାନେ ଉପଯୁକ୍ତ ସିଦ୍ଧାନ୍ତ ନେଇଥିଲେ, We can follow their example. ଆଉ ସେମାନଙ୍କର ଉଦାହରଣ
उदाहरण का माने अनुकरण करि परिबा Joseph in the Old Testament, पुरातन नियम रे जोसेफ सिद्धांत नहीं थिले Daniel in the captivity, आ दानियल से बंदित अवस्था रे सिद्धांत नहीं थिले Ruth and Esther, we can take several of आ these. रूत एवं एस्टर समान मध्य सिद्धांत नहीं थिले But now in the remaining time, I would like to give you some positive guidelines as to how do we make right decisions for this new year. अब ए नूतन वर्ष रे किपरा माने उपयुक्त सिद्धांत नेबाक परिबा ए अल्प समय में आपण मन कन कहबाक चाहे We know that the best way of trusting the Lord is to trust His word. आ ईश्वर को ऊपर निर्भर करिवार अर्थ होला तांकर वाक्य रे निर्भर करिबा Psalm 119 verse 105 says, Your word is lamp to my feet and light to my path. आ गीत संहिता 19 रे कथा लिखा जाए तुमर वाक्य मो चरण पई प्रदीप और मोर पथ पई आलु अटे You know, that's a good example for us to follow. आ ता एक उत्तम उदाहरण हम निमंत अनुकरण करिवा पई When you take the decision, जेतो आपण सिद्धांत नियंती check in the light of the word of God. ईश्वर को वाक्य रे आलोक रे देखंतु Scripture is filled with guidelines. आ ईश्वर को वाक्य रे अनेक गाइडलाइन भर्ती रहिछि And if you depend on God and His word, जदि हम ईश्वर को ऊपर निर्भर करिबा एवं तांकर वाक्य पर निर्भर करिबा examine your decision in the light of your God's हमर word. सिद्धांत को जदि हम ईश्वर को वाक्य रे आलोक रे परीक्षा करिबा You will never fail to make a right आपण decision. एक भूल सिद्धांत केबे नेबे So नहीं here are a few points I would like to briefly tell you about how to take right decisions. हम अति संक्षिप्त रे किछि विषय कहिबी जे किपरा माने उपयुक्त सिद्धांत नेबाक परिबा These are the questions that you should ask. एई समस्त प्रश्न आपण सिद्धांत नेबा बेले पचारंतो Even as you take those decisions, जेतेबेले समस्त सिद्धांत गुडी आपण नियंती first question that you should ask, the first आ question, प्रथम प्रश्न जे आपण को पचारिबे कहबो would I be able to ask God to bless this decision? आ ए सिद्धांत को आशीर्वाद करिवा पई मु ईश्वर को आ प्रार्थना करि पारे कि Can I take this decision before God and say, God, bless this because I am asking this in your name? आ मु प्रभु तुम नाम रे ए प्रार्थना करूची तुमे मोर ए सिद्धांत को आशीर्वाद करिबो कि Can you take that decision in right conscience? आपण एक ठीक विवेक रे आपण सिद्धांत नै पारिबे कि Can you ask the Lord to say, Lord, this is something that you can bless and therefore I can bring this आ decision? आपण प्रभु कहिबे कि प्रभु आपण ए प्रकार विषय मो सिद्धांत नै आपण ए ऊपर आशीर्वाद करि पारिबे कि Can you thank God for the decision? आ से सिद्धांत नै बदा आपण ईश्वर को धन्यवाद देबो को पारिबे कि Would your decision be something that you can take before the Lord with good conscience and say, God, bless this decision? आपण एक कथा कहिबे कि हां प्रभु ए सिद्धांत मु नै छी आपण ए सिद्धांत पर आपण आशीर्वाद करि पारिबे कि If you are not able to thank God and ask the blessing upon the decision, probably that decision is not going to be यदि right. आपण कर सिद्धांत को ईश्वर को निकट को नै पारिबे नै ईश्वर को आशीर्वाद करि पई कहि पारिबे नै ताले आपण को भूल सिद्धांत नै छन्ते If it is inappropriate यदि ता यथार्थ सिद्धांत नुई to take it before the Lord, आपण प्रभु को निकट को नियंतो think twice. आपण द्विथर चिंता करंतो Think twice. द्विथर चिंता करंतो If your decision is not going to bring glory and honor to God, यदि आपण कर सिद्धांत ईश्वर को सम्मानित गौरव आनिबो नाही then why you should take that decision? तबे काहे कि आपण से सिद्धांत नेबे We should always ask, in this decision, is God glorified? आ आमे सदा सबदे प्रश्न पचारिबा ए सिद्धांत नेबा द्वारा ईश्वर कोन महिमान्वित हेबे कि Many a time when we take decisions, जे अनेक तरह का आमे सिद्धांत नै थाउ we think about ourselves, आमे निज विषय चिंता करथाउ our own benefit, आमर निजर लाभ विषय चिंता करथाउ welfare of our family, our extended family. आमर परिवार आमनकर निकट संपर्क विषय रे चिंता करथाउ But we rarely think about others. आमे अन्य मान के विषय चिंता करन थाउ And therefore we must think in terms of, will this decision affect others? आउ आमे सिद्धांत नेबा बेले एकता चिंता करिबा जे एई सिद्धांत द्वारा अन्य माने प्रभावित हेबे कि Will this decision become a hindrance to others? आउ एई सिद्धांत अन्य मान को निमंते बाधार कारण हेबो कि If that decision is going to be hindrance for others, यदि अन्य मान को निमंते एई सिद्धांत बाधार कारण हबो how can I take that decision? आमु किपरि भाबरे से सिद्धांत नेबा I पारिबे may feel good to take that decision, मु तो से सिद्धांत नेबा पे भलो अनुभव करि पारे but if it can be a hindrance to others, यदि अन्य मान को निमंते जदिता बाधार कारण हबो I will not take that आ decision. ताले मु से सिद्धांत नेबि नै Because I have to love my neighbor as myself. आ जे तो मोर पड़ोसी को आत्मतुल्य मते प्रेम करिबा कहबो That's what Paul
said in 1 Corinthians, when somebody is hindered by my eating meat, I will not eat it. ଆଉ ସେଥିପାଇଁ ପାଉଲ ପ୍ରଥମ କରନ୍ତରେ କହୁଛନ୍ତି ଯେ ମାଂସ ଖାଇବା ଦ୍ୱାରା ଯଦି ଅନ୍ୟର ବିଘ୍ନର କାରଣ ହୁଏ ତାହେଲେ ମୁଁ ମାଂସ ଖାଇବି ନାହିଁ। Will it hinder somebody? ଅନ୍ୟମାନଙ୍କୁ ତା ଆଘାତ ଦେବ, କିଛି ବିଘ୍ନ ପହଞ୍ଚେଇବ କି? The next question is, would God be pleased or man be pleased by my decision? ଆଉ ସେ ମୋର ଏହି ସିଦ୍ଧାନ୍ତରେ ଈଶ୍ୱର କଣ ସନ୍ତୁଷ୍ଟ ହେବେ ନା ମନୁଷ୍ୟ ସନ୍ତୁଷ୍ଟ ହେବେ? When we take the decision, we keep God first or human beings first? ଆଉ ଆମମାନଙ୍କ ସିଦ୍ଧାନ୍ତ ନେବା ସମୟରେ ଆମେ ଈଶ୍ୱରଙ୍କୁ ପ୍ରଥମ ରଖିଥାଉ ବା ମନୁଷ୍ୟକୁ ପ୍ରଥମ ରଖିଥାଉ? Are we going to take this decision to please man or please God? ଆମେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ବା ମନୁଷ୍ୟକୁ ସନ୍ତୁଷ୍ଟ କରିବା? The next question, ଆଉ ଦ୍ୱିତୀୟ ପ୍ରଶ୍ନ, would my decision please the devil? ଆଉ ମୋର ସିଦ୍ଧାନ୍ତ ଶୈତାନକୁ ସନ୍ତୁଷ୍ଟ କରିବ କି? Or let's look at this way, will the demonic powers rejoice in my decision? ଆଉ ମୋର ସିଦ୍ଧାନ୍ତ ନେବାରେ ମନ୍ଦ ଶକ୍ତି ଗୁଡ଼ିକ ଆନନ୍ଦ କରନ୍ତି କି? Will my decision bring victory over the evil one, or it will defeat my? ମୋର ସିଦ୍ଧାନ୍ତ ଦ୍ୱାରା ସେଇ ମନ୍ଦ ଶକ୍ତି ଗୁଡ଼ିକ ବିଜୟ ଆଣିବ ନା ସେମାନଙ୍କୁ ପରାଜୟ ଆଣିବ? Will Satan celebrate with me by wrong decision? ଆଉ ମୋର ଭୁଲ ସିଦ୍ଧାନ୍ତ ଦ୍ୱାରା ଶୈତାନ କଣ ଉତ୍ସବ ପାଳନ କରେ କି? You know, there is an evilness in our innermost being also. ଆମମାନଙ୍କର ନିଜ ଠାରେ ମଧ୍ୟ କିଛି ମନ୍ଦ ବିଷୟ ରହିଛି। Naturally speaking, we want to do that. ଆଉ ସ୍ୱାଭାବିକ ଭାବରେ ଆମେ ତାହା କରିବାକୁ ଚାହିଁଥାଉ। But God's word says you have to be vigilant when you make a decision. ଆଉ ସେ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ଏ କଥା କୁହେ ଆମେ ସିଦ୍ଧାନ୍ତ ନେବା ବେଳେ ଅତି ଜାଗ୍ରତ ହେଉ। We have to run away from the evil one. ଆମମାନଙ୍କୁ ମନ୍ଦ ଠାରୁ ପଳାୟନ କରିବାକୁ ହେବ। Because evil one is trying to devour us. କାରଣ ସେ ମନ୍ଦ ଆମମାନଙ୍କୁ ଗ୍ରାସ କରିବାକୁ ଖୋଜି ବୁଲୁଛି। In our decision making, we have to resist the evil. ଆମମାନଙ୍କ ସିଦ୍ଧାନ୍ତ ନେବାରେ ଆମେ ମନ୍ଦ ବିଷୟକୁ ପ୍ରତିରୋଧ କରିବା। Run from it. ମନ୍ଦ ଠାରୁ ଆମେ ପଳାୟନ କରିବା and cling on to the word of God. ଏବଂ ଈଶ୍ୱରଙ୍କର ବାକ୍ୟକୁ ଧରି ରଖିବା। The next question, ଆଉ ତା ପରବର୍ତ୍ତୀ ପ୍ରଶ୍ନ, would my decision be taken in good conscience? ମୋର ସିଦ୍ଧାନ୍ତ କଣ ଉତ୍ତମ ବିବେକରେ ମୁଁ ନେଇପାରିବି? It's an important thing to remember. ଆଉ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ମନେ ସ୍ମରଣ God ରଖିବା has ପାଇଁ। given us all conscience. ଈଶ୍ୱର ଆମ ସମସ୍ତଙ୍କୁ ବିବେକ ଦେଇଛନ୍ତି। If we feel at peace in our conscience, then the decision perhaps is right. ଆଉ ହୁଏତ ଯଦି ଆମମାନଙ୍କର ସିଦ୍ଧାନ୍ତ ନେବାରେ ଆମମାନଙ୍କର ବିବେକରେ ଯଦି ଆମେ ଶାନ୍ତି ଅନୁଭବ କରୁ ହୁଏତ ଆମେ ଠିକ ସିଦ୍ଧାନ୍ତ ନେଇଛୁ। If our conscience is pricking us, ଯଦି ଆମମାନଙ୍କର ବିବେକ ଆମମାନଙ୍କୁ ଆଘାତ ଦେଉଅଛି then you know that the decision sometimes ଆଉ is ହୁଏତ wrong. ଆମମାନଙ୍କୁ ତାହା ଜାଣିବାକୁ ହବ ଯେ ଏହି ସିଦ୍ଧାନ୍ତ ନେବା ଦ୍ୱାରା ଆମେ ହୁଏତ ଭୁଲ ସିଦ୍ଧାନ୍ତ ନେଉଛୁ। Would this decision be in right relationship with my conscience? ଆଉ ମୋର ଏହି ସିଦ୍ଧାନ୍ତ ନେବା ଦ୍ୱାରା ଏହି ସିଦ୍ଧାନ୍ତ ମୋର ବିବେକ ସହିତ କଣ ଠିକ ସମ୍ପର୍କରେ ଅଛି କି? Next question, ଆଉ ପରବର୍ତ୍ତୀ ପ୍ରଶ୍ନ, what would be the consequence of my decision? ମୋର ସିଦ୍ଧାନ୍ତର ପରିଣାମ କଣ ହେବ? Every decision has its ଆଉ consequences. ପ୍ରତ୍ୟେକ ସିଦ୍ଧାନ୍ତର ପରିଣାମ ଅଛି। Is long time or short term, it will have impact. ତା କ୍ଷୁଦ୍ର ସମୟ ହେଇପାରେ ବା ଦୀର୍ଘମିଆଦୀ ହେଇପାରେ। And therefore, when we take decision, we have to also think in terms of long term ଆଉ decision. ଯେତେବେଳେ ଆମେ ସିଦ୍ଧାନ୍ତ ନେଉ ତା ଯେପରି ଦୀର୍ଘମିଆଦୀ ପରିଣାମ ଉପରେ ତାର ପ୍ରଭାବ ଯେପରି ରହିବ। Often we take decision without thinking about the future impact. ଆମମାନଙ୍କର ଅନେକ ସମୟରେ ଆମେ ସିଦ୍ଧାନ୍ତ ନେଇଥାଉ ଭବିଷ୍ୟତର କୌଣସି ଚିନ୍ତା ନେଇ ଆମେ ସିଦ୍ଧାନ୍ତ ନେଇଥାଉ। Joshua took the decision and it impacted the generation. ଆଉ ଜିଓସିଓ ସେ ସିଦ୍ଧାନ୍ତ ନେଲେ ଏବଂ ତାଙ୍କର ବଂଶଧର ଉପରେ ପ୍ରଭାବ ପଡ଼ିଲା। Think about the future. ଆପଣ ଭବିଷ୍ୟତ ବିଷୟରେ ଚିନ୍ତା Think କରନ୍ତୁ। about your family. ଆପଣଙ୍କର ପରିବାର ବିଷୟରେ ଚିନ୍ତା କରନ୍ତୁ। Think about your children. ଆପଣଙ୍କର ନିଜ ପିଲାମାନଙ୍କ ସନ୍ତାନମାନଙ୍କ About ଉପରେ your ଚିନ୍ତା କରନ୍ତୁ। grandchildren. ଆପଣଙ୍କର ଆଉ ସେ ନାତି ନାତୁଣୀ ମାନଙ୍କ ବିଷୟରେ ଚିନ୍ତା Some of କରନ୍ତୁ। you will even see great grandchildren. ଆଉ ହୁଏତ ଆପଣଙ୍କର ଆଉ ସେଇ ଗ୍ରେଟ୍ ଗ୍ରାଣ୍ଡ ଚିଲ୍ଡ୍ରେନ୍ ମାନଙ୍କ ବିଷୟରେ କଥାବାର୍ତ୍ତା You have କରନ୍ତୁ। to make right and godly decisions so that the generations will be impacted. ଯେପରି ଆପଣ ଏବେ ନିଅନ୍ତୁ ଯାହାକି ଆପଣଙ୍କର ପରିବାର ଉପରେ ଆପଣଙ୍କର ବଂଶଧର ଉପରେ ତାର ପ୍ରଭାବ ପଡ଼ିବ। And it will enhance their walk with the Lord. ଆଉ ଏହା ସେମାନଙ୍କର ପ୍ରଭୁଙ୍କ ସହିତ ଚାଲିବାରେ ଯେପରି ସହାୟକ ହେବ ଉତ୍ତୋଳନ କରିବ। Sometimes it is better not to make decision than to make wrong decisions. ଆଉ ଅନେକ ସମୟରେ କଥା ସତ୍ୟ ଯେ ସିଦ୍ଧାନ୍ତ ମନ୍ଦ ସିଦ୍ଧାନ୍ତ ନେବା ଅପେକ୍ଷା ସିଦ୍ଧାନ୍ତ ନ ନେବା ଭଲ। If you make wrong decisions, ଯଦି ଆପଣ ଭୁଲ ସିଦ୍ଧାନ୍ତ ନିଅନ୍ତି you will have wrong impact. ଆପଣଙ୍କର କୁପ୍ରଭାବ ପଡ଼ିବ। If you make wrong decisions, ଯଦି ଆପଣ ଭୁଲ ସିଦ୍ଧାନ୍ତ ନିଅନ୍ତି it will impact generations. ଏହା ଆପଣଙ୍କର ବଂଶଧର ଉପରେ ପ୍ରଭାବ ପଡ଼ିବ। Therefore, seek the Lord ସେଥିପାଇଁ ପ୍ରଭୁଙ୍କର ଅନ୍ୱେଷଣ and କରନ୍ତୁ, His guidance, ତାଙ୍କର ଚାଳନକୁ ଅପେକ୍ଷା କରନ୍ତୁ and then only prayerfully take ଆଉ decision. ପ୍ରାର୍ଥନାର ସହିତ ସିଦ୍ଧାନ୍ତ ନିଅନ୍ତୁ। Finally, ଶେଷରେ once you take the decision, ଯେତେ ଆପଣ ସିଦ୍ଧାନ୍ତ ନିଅନ୍ତି
would you have peace about it? ଆପଣଙ୍କର ମନରେ ଶାନ୍ତି ଅଛି କି? Many times you take decisions ଅନେକ ସମୟରେ ଆମେ ସିଦ୍ଧାନ୍ତ ନେଇଥାଉ, and such a deep peace flows in your heart. ଆପଣଙ୍କ ହୃଦୟରେ ସେ ଗଭୀର ଶାନ୍ତି ପ୍ରଭାବିତ ହୁଏ କି? There is no discomfort. ବା ଆପଣଙ୍କର ମନରେ ଅଶାନ୍ତି ଦେଖାଯାଏ, There is no distress. ଆଉ ଆପଣଙ୍କର ଅସ୍ଥିର ହୋଇ ପଡନ୍ତି, Because your decision is prompted by the leading of the Holy Spirit. କାରଣ ଆପଣଙ୍କର ସିଦ୍ଧାନ୍ତ ଯଦି ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ It ହୋଇନଥାଏ, is grounded in the Word of God. ଯଦି ଆପଣଙ୍କ ସିଦ୍ଧାନ୍ତ ଈଶ୍ୱରଙ୍କ ବାକ୍ୟ ଅନୁସାରେ ହେଇଥାଏ, It is taken in the wide counsel of godly ଆଉ people. ଈଶ୍ୱରଙ୍କର ସେଇ ମନ୍ତ୍ରଣା ଦ୍ୱାରା, ଈଶ୍ୱରଙ୍କର ଲୋକମାନଙ୍କର ମନ୍ତ୍ରଣା ଦ୍ୱାରା ହେଇଥାଏ। In a church is supposed to be that godly assembly. ଆଉ ପ୍ରଭୁଙ୍କର ମଣ୍ଡଳୀ ସେ ଈଶ୍ୱରଙ୍କ ଲୋକମାନଙ୍କର ମଣ୍ଡଳୀ ଅଟେ। Consult them. ସେମାନଙ୍କ ସହିତ ଆପଣ ପରାମର୍ଶ କରନ୍ତୁ, Consult the pastors. ଆଉ ପାଳକମାନଙ୍କ ସହିତ ପରାମର୍ଶ କରନ୍ତୁ, Elders are there. ଆଉ ମଣ୍ଡଳୀ ପାଚନମାନଙ୍କ ସହିତ ପରାମର୍ଶ କରନ୍ତୁ। These are God's anointed people. ଏମାନେ ହେଉଛନ୍ତି ଈଶ୍ୱରଙ୍କର ସେ ଅଭିଷିକ୍ତ ଲୋକମାନେ। Share your concerns with them. ଆପଣଙ୍କର ଚିନ୍ତା, ଆପଣଙ୍କର ସମସ୍ତ କିଛି ସେମାନଙ୍କ ନିକଟରେ And କୁହନ୍ତୁ। then in the council of wise people take ଆଉ decisions. ଯେତେବେଳେ ଆମେ ସେଇ ଜ୍ଞାନୀ ଲୋକମାନଙ୍କର ଆଉ ମନ୍ତ୍ରଣାରେ ଯେତେବେଳେ ଆମେ ସିଦ୍ଧାନ୍ତ ନେଉ, Take the word of God seriously. ଆଉ ଈଶ୍ୱରଙ୍କର ବାକ୍ୟ ଅନୁସାରେ ଯେତେବେଳେ ନେଉ, Depend on the leading of the Holy ଆଉ Spirit. ପବିତ୍ର ଆତ୍ମାଙ୍କର ଚାଳନାରେ ଯେତେବେଳେ ଆମେ ନେଉ, And take the wise counsel of the elders. ଏବଂ ସେଇ ପ୍ରାଚୀନ ମାନଙ୍କର ସେଇ ସୁମନ୍ତ୍ରଣାକୁ ଗ୍ରହଣ କରୁ, We are entering into a new year. ଆମେ ଯେତେବେଳେ ନୂତନ ବର୍ଷରେ ପ୍ରବେଶ କରୁଛୁ, 365 days are ahead of us. ଆମମାନଙ୍କ ସମ୍ମୁଖରେ 365 ଦିନ ଆଗରେ ଅଛି। Every day we will have to take certain ଆଉ decisions. ପ୍ରତ୍ୟେକ ଦିନ ହୁଏତ ଆମମାନଙ୍କୁ ଅନେକ ସିଦ୍ଧାନ୍ତ ନେବାକୁ ହବ। Make right decision. ଆପଣ ଉପଯୁକ୍ତ ସିଦ୍ଧାନ୍ତ ନିଅନ୍ତୁ, Take righteous decision. ଆପଣ ଧାର୍ମିକ ସିଦ୍ଧାନ୍ତ ନିଅନ୍ତୁ। Remember, every decision has got consequences. ଆପଣ ସ୍ମରଣ ରଖନ୍ତୁ, ପ୍ରତ୍ୟେକ ସିଦ୍ଧାନ୍ତରେ ତାର ପରିଣାମ ଅଛି, ଫଳାଫଳ ଅଛି। Joshua said, ଯୀଶୁ କହିଲେ, I and my household will serve the Lord. ମୁଁ ଏବଂ ମୋର ପରିବାର ଆମେ ସଦାପ୍ରଭୁଙ୍କର ସେବା କରିବା। What are you going to take? ତୁମେ କଣ କରିବ? What is your decision today? ଆପଣଙ୍କର ସିଦ୍ଧାନ୍ତ ଆଜି କଣ? Who are you going to serve the Lord? କାହାର ଆପଣ ସେବା କରିବେ? If you are going to serve the Lord, ଯଦି ଆପଣ ପ୍ରଭୁଙ୍କର ସେବା କରିବେ, everything that you decide ଯାହା କିଛି ଆପଣ ସିଦ୍ଧାନ୍ତ ନିଅନ୍ତି, will have to be evaluated in the light of that service. ଈଶ୍ୱରଙ୍କର ସେଇ ବାକ୍ୟ ଦ୍ୱାରା ତାକୁ ମୂଲ୍ୟାଙ୍କନ କରାଯିବ। Serving God means offering yourself ଈଶ୍ୱରଙ୍କର ସେବା କରିବାର ଅର୍ଥ ନିଜକୁ ସମର୍ପଣ କରିବା, as living sacrifice, ଏକ ଜୀବନ୍ତ ବଳି ଭାବରେ ଉତ୍ସର୍ଗ କରିବା, holy and acceptable to Him. ଈଶ୍ୱରଙ୍କ ନିକଟରେ ଗ୍ରାହ୍ୟ ଉପାସନା କରିବା। That will be the service that you can offer to the ଆଉ Lord. ତାହା ହିଁ ଆମେ ଈଶ୍ୱରଙ୍କ ନିକଟରେ ଅର୍ପଣ କରିପାରିବା। May the Lord grant you wisdom and understanding ଈଶ୍ୱର ଆପଣଙ୍କୁ ସେ ଜ୍ଞାନ ଏବଂ ବୁଦ୍ଧି ପ୍ରଦାନ କରନ୍ତୁ, even as you enter into this new world. ଆପଣ ଯେତେବେଳେ ଏଇ ନୂତନ ବର୍ଷରେ ପ୍ରବେଶ କରନ୍ତି, Take the right decision ଆପଣ ସେ ଯଥାର୍ଥ ସିଦ୍ଧାନ୍ତ ନିଅନ୍ତୁ, so that God would be glorified. ଯେପରି ଈଶ୍ୱର ଗୌରବାନ୍ୱିତ ହେବେ। Amen. ଆମେନ୍। Let's pray together. ଆସ ଆମେ ଏକତ୍ର ପ୍ରାର୍ଥନା କରିବା। Let's spend a few moments in reflecting on what we have heard. ଆମେ ଯାହା କିଛି ଶୁଣିଲୁ, ଆମେ କିଛି ମୁହୂର୍ତ୍ତ ଆମେ ତା ଉପରେ ପ୍ରତିଫଳନ କରିବା। We have a great example of Joshua, ଆଉ ଯୀଶୁ ଆମମାନଙ୍କ ନିମନ୍ତେ ଏକ ମହାନ ଉଦାହରଣ ଅଟନ୍ତି। how he took the right ସେ decision. କିପରି ଯଥାର୍ଥ ସିଦ୍ଧାନ୍ତ ନେଇଥିଲେ। He and his family ସେ ଏବଂ ତାଙ୍କର ପରିବାର decided to serve the Lord. ସେମାନେ ପ୍ରଭୁଙ୍କର ସେବା କରିବା ନିମନ୍ତେ ନିଷ୍ପତ୍ତି And ନେଲେ, their impact was seen on generations. ଆଉ ସେମାନଙ୍କର ବଂଶଧର ଉପରେ ସେମାନଙ୍କର ପ୍ରଭାବକୁ ଦେଖିଲେ। Let's be aware of taking right decisions. ସେଥିପାଇଁ ଆସ ଆମେ ଉପଯୁକ୍ତ ସିଦ୍ଧାନ୍ତ ନେବାରେ ଯତ୍ନବାନ ହେଉ। Let's spend few moments ଆସନ୍ତୁ ଆମେ କିଛି ମୁହୂର୍ତ୍ତ ନୀରବରେ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବା। asking God to guide us ଈଶ୍ୱରଙ୍କୁ ଆମେ କହିବା, ପ୍ରଭୁ ଆପଣ ଆମମାନଙ୍କୁ ପରିଚାଳିତ କରନ୍ତୁ, to take right decision this year. ଉପଯୁକ୍ତ ସିଦ୍ଧାନ୍ତ ନେବାରେ ଆପଣ ଆମମାନଙ୍କୁ ସାହାଯ୍ୟ କରନ୍ତୁ। Gracious God, we want to thank you for having given us this opportunity ଅନୁଗ୍ରହକାରୀ ପରମେଶ୍ୱର, ଏହି ସୁନ୍ଦର ସୁଯୋଗ ନିମନ୍ତେ ଆମେ ତୁମକୁ ଧନ୍ୟବାଦ ଦେଉଛୁ। to reflect on how to make right decisions. କିପରି ଉପଯୁକ୍ତ ସିଦ୍ଧାନ୍ତ ଆମମାନେ ନେଇପାରିବୁ ସେ ଉପରେ ଧ୍ୟାନ କରିବା ପାଇଁ ଆମକୁ ସୁଯୋଗ ଦେଲେ। Lord, we are so weak and so limited, ପ୍ରଭୁ ଆମମାନେ ସୀମିତ ଏବଂ ଆମମାନେ ଅତି ଦୁର୍ବଳ ଅଟୁ। and we tend to take wrong decisions. ପ୍ରଭୁ ଆମମାନେ ଭୁଲ ସିଦ୍ଧାନ୍ତ ନେବାରେ ଆମମାନେ ପ୍ରଭୁ ଆମମାନଙ୍କର ମନ ଯାଇଥାଏ। Often our decisions are driven by the worldly, ଅନେକ ସମୟରେ ଆମମାନଙ୍କର ସିଦ୍ଧାନ୍ତ ପ୍ରଭୁ ଜଗତ ଦ୍ୱାରା ପରିଚାଳିତ ହୋଇଥାଏ। but Lord, your word is light to our feet. କିନ୍ତୁ ପ୍ରଭୁ ଆପଣଙ୍କର ବାକ୍ୟ ଆମମାନଙ୍କର ଚରଣ ପାଇଁ ପ୍ରଦୀପ ଅଟେ। Even before we take a next step,
प्रभु आमानकर परवर्ती पदक्षेप नेबा पूर्वरु help us to depend on your word. प्रभु तुमर वाक्य उपरे निर्भर करिबा पे आमानको सहाय्य करନ୍ତୁ। Let all of our decisions be grounded in your word. जेपरि आम समस्तंकर सिद्धांत तुमर वाक्यर आधार रे हुए। Help us to depend on the prompting of the Holy Spirit. जेपरि आमने पवित्र आत्मांकर चालना उपरे निर्भर करिवो। And Lord, help us to take the wise counsel of people. प्रभु जेपरि आमने सेई जो मंत्रणा नायक लोकमानकर उपयुक्त मंत्रणा नेबाक परिबो। So that Lord, all of us would be able to make right decisions. जेपरि प्रभु आमे समस्ते उपयुक्त सिद्धांत नेबाक परिबो। That will bring glory and honor to your name. जाकि प्रभु तुमर नाम को महिमान्वित एवं सम्मानित करिबो। And not only it will impact us, but impact generations to come. केवल तामान को प्रभावित करिबो नहीं, मात्र आमानकर परवर्ती पीढ़ी को मध्य प्रभावित करिबो। Thank you, Lord, for giving us this opportunity to know how to take right ए decisions. सुंदर सुजोग निमंते धन्यवाद उच प्रभु तुम आमनको सहाय्य कलो जेपरि आमने उपयुक्त सिद्धांत नेबाक परिबो। In Jesus' name we pray. यीशुଙ୍କ नामरे आमने प्रार्थना करूछु। Amen. आमेन।